ଗାନ୍ଧୀନଗର ଅଞ୍ଚଳର ବିଜୁଳି ଖମ୍ବରେ ଘଣ୍ଟା ଘଣ୍ଟା ଧରି ନିଆଁ ଜଳିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଗାନ୍ଧୀନଗର ଅଞ୍ଚଳର ବିଦ୍ୟୁତ୍ ଖୁଣ୍ଟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ଆଜି ସନ୍ଧ୍ୟା ପ୍ରାୟ 6:30 ଠାରୁ ଉକ୍ତ ବିଦ୍ୟୁତ୍ ଖୁଣ୍ଟରେ ନିଆଁ ଲାଗିଥିବା ଶୁଣିବାକୁ ମିଳିଛି। ଦୀର୍ଘ ସମୟ ଧରି ନିଆଁ ଲାଗିବା ଏବଂ ବିଜୁଳି ବିଭାଗୀୟ ଅଧିକାରୀମାନଙ୍କୁ ଫୋନ୍ କରି ଜଣାଇଲା ପରେ ମଧ୍ୟ କେହି ଆସି ନଥିବା ଅଭିଯୋଗ ଶୁଣିବାକୁ ମିଳିଛି। ଶେଷରେ ଘଟଣାସ୍ଥଳରେ ପାରଳାଖେମୁଣ୍ଡି ଅଗ୍ନିଶମ ଯବାନମାନେ ଆସି ଉକ୍ତ ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟରେ ପ୍ରାୟ 3ରୁ 4 ଘଣ୍ଟା ଯାଏଁ ବିଜୁଳି ସରବରାହ ବନ୍ଦ ଥିବା ଦେଖିବାକୁ ମିଳିଛି। ଉକ୍ତ ବିଜୁଳି ବିଭାଗରେ କାର୍ଯ୍ୟରତ କିଛି ଅଧିକାରୀ ସହର ବାହାରେ ରହୁଥିବା ଏବଂ ନିଜ ଯୋଗାଯୋଗ ମୋବାଇଲ ନମ୍ବର ବନ୍ଦ କରୁଥିବା ଅଭିଯୋଗ ହୋଇଛି।